ଛବିରାଣୀ ଏକ ନିଶ୍ଚକ ସତ୍ୟ କାହାଣୀ। ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ। ତାଙ୍କର ଭାଇ ପୁରୀରେ ଏକ ମଠର ତତ୍ତ୍ୱାବଧାରକ ଭାବେ କାମ କରନ୍ତି। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ। ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡ଼ି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ। ସତ୍ୟ ଘଟଣାର ପର୍ଦ୍ଦାଫାଶ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା। ମଦ ମାଫିଆ, ସାରା ଦୁର୍ନୀତିକାରୀ ଓ କୁଜି ନେତାଙ୍କ ରୋଷର ଶିକାର ହେବାକୁ ପଡ଼ିଲା ଛବିରାଣୀଙ୍କୁ। ସେଦିନ ଥିଲା 1980 ମସିହା ଅକ୍ଟୋବର ମେ 3 ତାରିଖ। ସନ୍ଧ୍ୟା ପ୍ରାୟ 7:30 ହେବ। କାହାକୁ କିଛି ନ ଜଣାଇ ବିରିଡ଼ି ଗାଁ ଛାଡ଼ି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ୱାମୀ ନବକିଶୋର। ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁପୁତ୍ର। ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହି ଯାଉଥାଏ ବିଲୁଆଖାଇ ନଈ। ଗୋଟିଏ ଧାର ପାରି ହେଲା ପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡ଼ାଉଛନ୍ତି। ଜୋରରେ ଦୌଡ଼ିବାକୁ ଚେଷ୍ଟା କଲେ ସ୍ୱାମୀ ଓ ସ୍ତ୍ରୀ। ନବକିଶୋର ପୁଅକୁ କାଖେଇଥାନ୍ତି। ନଈ ବାଲିରେ ଦୌଡ଼ିବାକୁ ବହୁତ କଷ୍ଟ ହେଉଥିବାରୁ କ୍ଳାନ୍ତ ହୋଇ ତଳେ ପଡ଼ିଗଲେ ଛବିରାଣୀ। ଖାଲି କହୁଥାନ୍ତି, ମୋ ପୁଅକୁ ବଞ୍ଚାଅ, ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ। କିନ୍ତୁ ରକ୍ତ ପିପାସୁଙ୍କ ହାତରେ ସ୍ତ୍ରୀକୁ ଏକୁଟିଆ ଛାଡ଼ି ଚାଲିଯିବାକୁ ସତେ ଯେମିତି ମନ ବଳୁନଥିଲା ନବକିଶୋରଙ୍କର। କିନ୍ତୁ ପୁଅର ଜୀବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ୟ ହେଲେ ନବକିଶୋର। ସେ ଏକ ନଈପଠା ବେଣାବୁଦା ମୂଳେ ଲୁଚିଗଲେ। ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ। ଚୋରା ମଦ ବେପାରୀ ଓ କିଛି କୁଜି ନେତାମାନେ ଚାରିଆଡ଼ୁ ଘେରି ରହିଥାନ୍ତି ଛବିରାଣୀକୁ।